ଜୟନାରାୟଣ ମିଶ୍ର ବାଇଟ୍ ଦେଇଥିଲେ କି କହିଥିଲେ କି ଗୋଟେ ହୁଇସିଲ ମାଇଲେ ବିଜେଡି ଭାଙ୍ଗିଯିବ। ଏ ଜୟନାରାୟଣ ମିଶ୍ର କଥା ହେଉଛି ମେଘଡମ୍ବରୁ। ଜୟନାରାୟଣ ମିଶ୍ର ଯାହା ତାଙ୍କ କାର୍ଯ୍ୟକଳାପ କେବଳ ସମ୍ବଲପୁର, ସେଇଠି ପୋଲିସ ବାଲାଙ୍କୁ ବାଡ଼େଇବେ, କାହା ସାଙ୍ଗରେ ଗଣ୍ଡଗୋଳ କରିବେ, ଯାହା କରିବେ ସେଇଠି କରିବେ। ସିଏ ହୁଇସିଲ ମାରିକି ଯଦି ବିଜୁ ଜନତା ଦଳକୁ ଭାଙ୍ଗି ଦେଉଥାନ୍ତେ ଆଜି ପର୍ଯ୍ୟନ୍ତ କୋଉଠି ବାବୁ ଶୋଇଥିଲ ତମେ? କୋଉଠି ଶୋଇଥିଲ ଆଜି ପର୍ଯ୍ୟନ୍ତ କହୁନ? ଏବେ ହୁଇସିଲ ମାରି ଭାଙ୍ଗିଦେବ। ହଉ ଠିକ୍ ଅଛି ବାବୁ, ତମର ଯଦି ଦମ ଅଛି ଗୋଟେ ହୁଇସିଲ ମାରିକି ଦେଖା, ଆମେ ଜାଣିଲୁ ଯାହା ଜୟନାରାୟଣଙ୍କର ଏମିତିଆ ଗୋଟେ ହୁଇସିଲ ବିଜୁ ଜନତା ଦଳ ଭାଙ୍ଗିଗଲା, ତାହେଲେ ତମକୁ ସାରା ଓଡ଼ିଶା ଲୋକ ମୁଣ୍ଡେଇବେ। ଆଉ ତମେ ତ ତାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହବ। ଆଉ ତମେ ବାଡ଼ି ଛାଟି କାହିଁ ହଉଛ? ଆମେ ଓଡ଼ିଶାକୁ ଦିବାକ କରିବୁ। ଯୋଉଦିନ ଜୟନାରାୟଣ ମିଶ୍ର ହୁଇସିଲ ମାରି ଭାଙ୍ଗିଦେବେ ବିଜୁ ଜନତା ଦଳଟାକୁ, ବିଜୁ ଜନତା ଦଳ ଅଧା ଲୋକ ନେତା ଜୟନାରାୟଣଙ୍କୁ ମୁଣ୍ଡରେ ବସେଇକି ବୁଲେଇବେ। କାରଣ ଜୟନାରାୟଣ ଗୋଟେ ଏମିତି ପାୱାରଫୁଲ ଲୋକ ଯେ ହୁଇସିଲ ମାରିଦେଲେ ଦଳ ଭାଙ୍ଗିଦେଲେ। ଏଭଳି ବେହିଆ ନେତା ଓଡ଼ିଶାରେ ମିଳିଲା ବିରଳ। ବିଜେଡି କେତେ ଶସ୍ତା ହୁଇସିଲରେ ଭାଙ୍ଗି ଯାଉଛି। କହିଲି ପା ଏଭଳି ଗୋଟେ ବେହିଆ ନେତା ଓଡ଼ିଶାରେ ମିଳିବା ବିରଳ। ଜୟନାରାୟଣ ଦିଅନ୍ତି ଲୋକ ଟିକେ ତାଙ୍କୁ ମନେ ପକେଇବେ ବୋଲି। ଆଉ କଣ, ତାଙ୍କୁ ଲୋକ ସମସ୍ତେ ଘୃଣା କରନ୍ତି, ତେଣୁ ଲୋକମାନେ ତାଙ୍କୁ ପଚାରନ୍ତିନି। ତାଙ୍କ ଦଳ ବି ତାଙ୍କୁ ବାସିରେ ପଚାରୁନି, ତେଣୁ ସିଏ କ'ଣ କରିବେ? ଏଇଭଳି ଗୋଟେ ଗୋଟେ ବାଇଟ୍ ଦେଇ ଦିଅନ୍ତି, କି ନହେଲେ କାହାକୁ ଗୋଟେ ଧକ୍କାଟେ ମାରି ଦିଅନ୍ତି, ନହେଲେ କୋଉଠି ଗୋଟେ ଗୁଳି ଫୁଟେଇ ଦେବି କୁହନ୍ତି। ଏଇ କହିକି ଚର୍ଚ୍ଚାକୁ ଆସିବା ଲାଗି ଏ କରନ୍ତି, ଆଉ କିଛି ନୁହେଁ। ଆଉ ସେ ଖବୁ ବେପାରୀ, ଖାଲି କୁକୁର ବେପାରୀ କ'ଣ? ଏ ସମ୍ବଲପୁରରେ ବହୁ ବେପାର ସିଏ କରନ୍ତି, ତେଣୁ ସେ ଗୁଣ୍ଡାରାଜ ବି ସିଏ କରୁଛନ୍ତି। ସେଟା ବି ଗୋଟେ ବେପାର ନୁହଁ କି? ବହେ ଗୁଣ୍ଡା ପାଳିକିରି ତାଙ୍କ ଦ୍ୱାରା ରୋଜଗାର ବି କରୁଥିବେ। ତେଣୁ ଜୟନାରାୟଣଙ୍କ କଥାକୁ ଶୁଣିବା ଯା ପାଣିରେ ଗାର ପକେଇ ଆସିବା।